ଲେଖିଲେ ବାବୁ ମାନେ ଧୀର ସ୍ଥିର ଭାବରେ ନିଜ ନିଜର ଭବ୍ୟ ଆସନ ଅଳଙ୍କୃତ କରିନିଅ, ସ୍ଥାନ ସଂରକ୍ଷଣ କରିନିଅ। କଟକ ଜିଲ୍ଲାରେ ଯେଉଁ କଟକ ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ଜ୍ଞାନୀ, ପଣ୍ଡିତ, ଶିକ୍ଷିତ, ନ୍ୟାୟବନ୍ତ, ସାଧୁ, ସନ୍ନ୍ୟାସୀ, ବ୍ରାହ୍ମଣ, ବୈଷ୍ଣବ, କଳାକାର ମାନେ ଜନ୍ମ ନେଇ ଏ ମାଟିକି ଭବ୍ୟ କରିଛନ୍ତି, ପାବନ କରିଛନ୍ତି, ପବିତ୍ର କରିଛନ୍ତି। ଓଡ଼ିଶାର କେନ୍ଦ୍ରବିନ୍ଦୁ କଟକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓ ସେଇ କଟକ ଜିଲ୍ଲାର ଆର୍ଯ୍ୟଗ୍ରାମ, ଦେବଗ୍ରାମ, ପବିତ୍ର ପାବନ ଗ୍ରାମ ଉଦାହରଣ ଗ୍ରାମର ଗ୍ରାମବାସୀ ମାନଙ୍କର ଆନୁକୂଲ୍ୟରେ, ସହଯୋଗରେ, ପ୍ରଚେଷ୍ଟାରେ, ଅଥପଚୟରେ ପଞ୍ଚଦିନାତ୍ମକ ନାମ ଯଜ୍ଞ ସୂର୍ଯ୍ୟଙ୍କର ଉତ୍ତରାୟଣରେ ଅନୁଷ୍ଠିତ ହୋଇଛି। ସୂର୍ଯ୍ୟ କର୍କଟ ସଂକ୍ରାନ୍ତି ଠାରୁ ହୁଅନ୍ତି ଦକ୍ଷିଣାୟନ, ମକର ସଂକ୍ରାନ୍ତି ଠାରୁ ହୁଅନ୍ତି ଉତ୍ତରାୟନ। ଯେହେତୁ ମା କଲ୍ୟାଣମୟୀ, ବିଘ୍ନ ବିନାଶିନୀ, ଅଭୟ ପ୍ରଦାୟିନୀ ଅମ୍ବିକାଙ୍କର ପବିତ୍ର ପାବନ କ୍ଷେତ୍ରରେ ପାଲା ଆଦ୍ୟ ଅକ୍ଷର ଗ୍ରାମର ନାମ ଉତ୍ତାରଣ ଆଦ୍ୟ ଅକ୍ଷର ଇଏ ଥାଇକି ଗୋଟେ ମନାତନ ଶ୍ଲୋକ ଆପଣମାନଙ୍କ ପାଖରେ ଶୁଣାଇଛି। ଇଏ ଗପ କହିବ କିଛି ଜାଣିନି। ଏଇଠି 5 ଦିନ ଧରା ପଡୁଛି ବାପା ଦେଖିଲା ନୟାଗଡ଼ିଆ ବୁଦ୍ଧି କେତେ, ଜଗତସିଂହପୁରିଆ ବୁଦ୍ଧି କେତେ। ବସିଛି ଯେମିତି ସତୀ 10 ଖଣ୍ଡି ଗାଁର ମାନଙ୍କରେ ପାଳିଆ ନରମରେ ବସି କେମିତି ବସିଛୁ। ଏଠି ସବୁ ବୁଦ୍ଧିଜୀବୀ ଲୋକ ଅଛନ୍ତି, ସେମିତି ହନା। ମୋ କହିବାର ତାତ୍ପର୍ଯ୍ୟ ତତ୍ତ୍ୱ ଚିନ୍ତାମଣି ପ୍ରମାଣ ଦେଲେ କହିଲା ପ୍ରଥମେ ବିଷ୍ଣୁ, ଆଗ ବିଷ୍ଣୁ ନା ବ୍ରହ୍ମା, ଆଗ ବ୍ରହ୍ମା। ସମସ୍ୟା ସମାଧାନ ହବ ପାଲା। ଆପଣ ସବୁ ଜାଣିଛନ୍ତି। ଆଜି ଗଙ୍ଗା କରିତ ଆଲୋଚନା ଗଙ୍ଗୀ ଅଛି ବାପା। ତା ମାନେ ତୋ ବାପା ହଉଛି ଶ୍ରେଷ୍ଠ। ଇଏ ଯୋଉ 3 ଜଣ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତାଙ୍କ ଭିତରେ ଯିଏ ବାପା ହେଇଥିବ ସେଇ ଆଗ ହେବେ ବାପା। କି ଗୁରୁଙ୍କ କଥା କଣ ଅଛି ବାପା କି ସଂସ୍କୃତ ଭାଗବତ ଗୋଟେ ସ୍ୱଳ୍ପ ଇଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଇଏ 3 ଜଣଙ୍କ ଭିତରେ ବାପା। କହିଲା ମମାତି ନୈବ ମହାଦେବ ବ୍ରହ୍ମା ମୋଦ ଗାତ୍ର ସମ୍ଭବ ଆପଣଙ୍କ ଜୀବନ କାଳ ଭିତରେ ବହୁତ ଦୃଢ଼ ବରିଷ୍ଠ ପାଲା କଳାକାର ପାଲାକୁ ତନ୍ନ ତନ୍ନ କରି ତର୍ଜମା କରୁଛନ୍ତି। ଆପଣମାନେ ସମୀକ୍ଷକ ପାଲା ନହେଲେ 9ଟା ରାତିରେ ଦାନ୍ତ ପିଲାଟିଏ ଜନ୍ମ ହେଲା ପରେ ଯେମିତି ଦାନ୍ତ ନଥାଏ ସେ ନିଷ୍କଳ୍ପ ନାରଦଙ୍କ ଅଙ୍ଗକୁ ଅଘତି ପାପ ସ୍ପର୍ଶ କରିନା। ହେଲେ ମୁଁ ତୁମର ଅଲଗା କଣ କରିବି? ଥଟ୍ଟା କରିବାଟା ମୋର ଭାବୁଛି କେମିତି। ତୁ ପୁଅ ତୋ ବାପା ନାତି କେମିତି ଲେଖା ତୁ ବାହା ବୁଦ୍ଧିରେ ବସିଲା ପରେ ନନା କଣ ଭୋଟ ଦେଲେ କହିବ ମୁଣ୍ଡେ ଦେଲେ ସିନା କହିଥାନ୍ତୁ। ତୋର ହବ ପୌତ୍ର, ତୋ ବାପା ତୋର କଣ ହବ ନା ପିତାମହ। ଇଏ ସବୁ ଲୋକାଚାର ଆମ ଡକାଟ। ପିତୃ ପିତାମହ ପ୍ରପିତାମହ, ପୁତ୍ର ପୌତ୍ର ପ୍ରପୌତ୍ର, ପୁତ୍ରୀ ପୌତ୍ରୀ ପ୍ରପୌତ୍ରୀ ଏସବୁ ବିବାହ ବେଦରେ ତୁମର ତ ସେଥିରେ ଲକ୍ଷ୍ୟ ନାହିଁ ନା। ମୁଁ ତା ବୋହୂ ବେଳକୁ ଏତେ ମୋଟା ହାର ଦେଲି, ଇଏ କାହିଁ ସରୁ ଦେଇଛି। ଏଇ ତ ସବୁ କାମ ଇଏ ମତେ ପାଇଲେ ଗାଁ ପଡ଼ିଲା। ମୁଁ କହିବାର ତାତ୍ପର୍ଯ୍ୟ ତୁମେ ମୋ ପୁଅର ପୁଅ ବୋଲି ମୁଁ ଟାହି କରୁଛି। ମୁଁ ହଉଛି ତମ ପୁଅର ପୁଅ। ମୋ ବାପା କହିଲେ ଜାଣିଛ ତୁମ ବାପା କିଏ? ବ୍ରହ୍ମା। ଇଏ ମୁଖ କହୁଛି ବ୍ରହ୍ମା କିନ୍ତୁ ଚାକର ବ୍ରହ୍ମା କହୁନୁ। ବାପା ତୁମ ବାପା ବିଶ୍ୱ ସୃଜା ଅବ୍ୟର୍ଯ୍ୟ ନିବେଦପତି ବ୍ରହ୍ମା। ମୁଁ ବ୍ରହ୍ମାଙ୍କୁ ମୋ ନାଭି ବ୍ରହ୍ମାଙ୍କ ଶରୀର ମା ଗର୍ଭରେ ସୃଷ୍ଟି ହେଇଛି। ସେ କେମିତି ସୃଷ୍ଟି ହେଲେ? ବ୍ରହ୍ମାଙ୍କ ସୃଷ୍ଟି ଭଗବାନ ବିଷ୍ଣୁଙ୍କ ନାଭି କମଳ। କଣ ଭଗବାନ ପୁରୁଷ ଭଗବାନ କଣ ଯୁଗେ ଯୁଗେ ପୁରୁଷ ପିଲା ଜନ୍ମ ଦେଇଛି। ଆଜି ଅଧିବାସ ସବୁ କହୁନି ସତ୍ୟରେ ଯେମିତି ପୁରୁଷ ଗର୍ଭରୁ ପିଲା ଜନ୍ମ ହେଇଛି। ମଉସା ତ୍ରେତୟା ଯୁଗରେ ପୁରୁଷ ପିଲା ଜନ୍ମ ଦେଇଛି। ତାପରେ ଦ୍ୱାପରରେ ପୁରୁଷ ପିଲା ଜନ୍ମ ଦେଇଛି।
କଳିରେ ଦଉଛନ୍ତି ଯେ ସେ ପିଲା କିଛି ମିଳିବ ସେ ସାଇକେଲ ଚଲେଇପାରିବ। ତୁମ ବାପା ବ୍ରହ୍ମା ଯେତେବେଳେ ମୋ ନାଭି କମଳରୁ ସୃଷ୍ଟି ଆଉ ଶିବ ହେଲେ ମୋର ଆତ୍ମାର ସ୍ୱରୂପ। ମୁଁ ଯଦି ତତେ ପଚାରିବି ତୋ ପୁଅ ତୋର କଣ ହବ ମୁଁ କଣ ଜାଣିବି ସେଇ ବ୍ରହ୍ମା ମୋ ପୁଅକୁ ଭଲ ପାଏ। ଇଏ ଦୁନିଆରେ କୋଉ ବାପା ପୁଅ ଭଲ ପାଏ କଣ ଅର୍ଜନ କରନ୍ତୁ ଯୋଉ କାମ କଲେ ବାପାକୁ ଭଲ ଲାଗେ ନା ସେଇ କାମ ଯଦି ବାରମ୍ବାର ପୁଅ କଲା ସେ ପୁଅ ଯେଡେ ଯୋଗ୍ୟ ହଉ କୋଉ ବାପା ଭଲ ପାଏ। ଯୋଉଦିନ ବାପା ଭିତରେ ପୁଅ ବିଷ ଭରି ଯାଇଛି ତୁଚ୍ଛ ମନେ କରିବ ସଂସାର। ଭଗବାନ ବ୍ରହ୍ମା ଭଲ ପାଆନ୍ତିନି ବିଷ୍ଣୁ। ବିଷ୍ଣୁ ନାରାୟଣ କହିଛନ୍ତି ମତେ ଗାଳି ଦେଲେ ମୁଁ ସହିବି କିନ୍ତୁ ଅହଙ୍କାରୀର ଅହଙ୍କାର ମୁଁ କେବେ ସହେ ନା। ଅହଙ୍କାରୀର ଅହଙ୍କାର ସହେ ନା। ଗୋଟିଏ ପଦ ତାକୁ ସାକ୍ଷୀ ଗର୍ବି ଅହଙ୍କାରୀ କି ପ୍ରଭୁ ଭଲ ପାଆନ୍ତି ନାହିଁ। ବ୍ରହ୍ମାଙ୍କର ଗର୍ବ କଣ ନା ବ୍ରାହ୍ମଣ ଭଗବାନ ଯେତେବେଳେ ହେଇଥିଲେ ପ୍ରଭୁ ବଳିଦ୍ୱାରକୁ ଯାଇଥିଲେ ଭିକ୍ଷା ପାଇଁ ସାରେ ଦ୍ୱିତୀୟ ପାଦଟା ଯେତେବେଳେ ବ୍ରହ୍ମମଣ୍ଡଳକୁ ଆଚ୍ଛାଦନ କଲା ସେ ଠାକୁରଙ୍କର ଏମିତି ମାୟା କିନ୍ତୁ ପାଦ ଭଗବାନ ବ୍ରହ୍ମାଙ୍କୁ ଦେଖାଯାଉଛି ଯୋଉ ପାଦ ବ୍ରହ୍ମମଣ୍ଡଳ ଆକାଶ ମାର୍ଗକୁ ଆଚ୍ଛାଦିତ ଆମ ହିସାବ କୋଟିଏ ଯାଏ 1 10 ନିରୁଦ୍ଧ କୋଟି ଅବୃନ୍ଦ ବୃନ୍ଦ ଗର୍ଭ ନିଗର୍ଭ ତା ଭିତରେ କାଠି ଅଛି ଲି କାଠି ଅଛି ପରାଧ ଶଙ୍ଖ ସେତିକି ମାତ୍ର ଅଛି ଭଗବାନ ବ୍ରହ୍ମା ବିଚାର ତ ଢାଳିଦେଲେ ଭାସିବୁ। ଭଗବାନ ବିଷ୍ଣୁ କହିଲେ ବ୍ରହ୍ମା ତୁମେ ମୋରି ପୁଅ ହେଇଛି ମୋ ପାଦକୁ ଢାଳି ବସେ ଆଉ କେତେ ଗଙ୍ଗା ପାଣି ରଖିଛୁ ଖାଇଲେ ଜୟ ଦେବଙ୍କ ପୁଅ ଧରଣୀଧର ଗୋଟେ ପୁଅ ଛୋଟିଆ କବି ମୋ ଜଗନ୍ନାଥଙ୍କ ପ୍ରିୟ କବି ଦ୍ୱାଦଶ ଶତାବ୍ଦୀର ଗୀତିକାବ୍ୟ ସ୍ରଷ୍ଟା ଜୟ ଦେବଙ୍କ ଗୀତ ଗୋବିନ୍ଦ ନ ଶୁଣିଲେ ଜଗନ୍ନାଥ ଶୁଣନ୍ତିନି। ଗୋଟିଏ ପଦ ଯେତେବେଳେ ବିଶ୍ୱସୁତା ବ୍ରହ୍ମା ଢାଳିଦେଲେ ଆସିଯିବ ବୋଲି ଏଣିକି ଅନ୍ତି ଦଶମାତ୍ରରେ ବୋଲିଲେ ମୁଣ୍ଡା ଗୋଟେ ଜାଗାରେ କିନି ଗୋଟେ ଜାଗାରେ ହେଲା ନଟି ଗୋଟାଏ ଜାଗାରେ ମୁଣ୍ଡା ଗୋଟାଏ ଜାଗାରେ କହିଲା ପାଦକୁ ନଟି ମଙ୍ଗା ମଙ୍ଗା କିଣିବ ସେଇଥିପାଇଁ ବ୍ରହ୍ମାକୁ ଭଲ ପାଆନ୍ତି। ବ୍ରହ୍ମାଟା ଆଉ ଦୋଷ ଅଛି ଏଠି କହିବାକୁ ଭଗବାନ ବିଷ୍ଣୁଙ୍କ ନଖ କୋଣରେ ରହିଗଲା ଗୋଟେ ବିନ୍ଦୁ ଜନ୍ମ ଦେଲେ ପଣ୍ଡିତ ଇଏ ହେଲେ ଇନ୍ଦ୍ର ଇଏ ହେଲେ ଉପେନ୍ଦ୍ର। ମୁଁ କାହିଁକି ଏତେ କଥା କହିବି ଏହା ଧରି ତୁ କଣ ଜାଣିବୁ? ମୁଁ କିଛି ଜାଣିପାରୁନି। ଏଠି ବାପା କିଏ? ବାପା ହେଲେ ବିଷ୍ଣୁ। ତାହେଲେ ବଡ଼ ବିଷ୍ଣୁ ବାପା ବଡ଼ ବିଷ୍ଣୁ ଆଗ